ନମସ୍କାର। କେବେ ଭାବିଛନ୍ତି ଭାରତର ଗୋଟେ ଜାଗା ମାନେ ଫ୍ରାନ୍ସର ଜାତୀୟ ଦିବସ ପାଳନ କରୁଥିବା? ଆଜି ଆମେ ଏମିତି ଗୋଟେ ଭାରି ଅଦ୍ଭୁତ ଆଉ ମଜାଦାର ସାଂସ୍କୃତିକ କନେକ୍ସନ ବିଷୟରେ କଥା ହେବା। ଆମ ପାଖରେ ପୁଡୁଚେରୀର ବ୍ୟାଷ୍ଟିଲ୍ ଦିବସ ବୋଲି ଗୋଟେ ସୋର୍ସ ଅଛି, ଆଉ ସେଥିରୁ ଜଣାପଡୁଛି ପୁଡୁଚେରୀରେ ଏହି ଦିନ ପାଳନ ହୁଏ। ବ୍ୟାଷ୍ଟିଲ୍ ଦିବସ ମାନେ ଜୁଲାଇ 14। ଫ୍ରାନ୍ସ ପାଇଁ ତ ଏଇଟା ବହୁତ ବଡ଼ ଦିନ, ଫରାସୀ ବିପ୍ଳବ ସମୟର କଥା। ହେଲେ ଏଇଟା ଆମ ଭାରତର ଗୋଟେ କେନ୍ଦ୍ରଶାସିତ ଅଞ୍ଚଳରେ କାହିଁକି ପାଳନ ହୁଏ? ଆସନ୍ତୁ ଏହି ସୋର୍ସ ଭିତରକୁ ଯାଇ ଟିକେ ବୁଝିବା। ଏ ବିଷୟରେ ଜାଣିବାକୁ ବଡ଼ କୌତୂହଳ ଲାଗୁଛି ନା? ହଁ, ପ୍ରଥମେ ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ସତ, କିନ୍ତୁ ଏହାର କାରଣଟା ଦେଖନ୍ତୁ ସିଧାସଳଖ ପୁଡୁଚେରୀର ଇତିହାସ ସହିତ ଯୋଡ଼ା। ଆପଣ ତ ଜାଣିଥିବେ, ପୁଡୁଚେରୀ ଆଗରୁ ପଣ୍ଡିଚେରୀ କହୁଥିଲେ। ସେଇଟା ବହୁତ ଦିନ ଧରି ଫ୍ରାନ୍ସର ଗୋଟେ ମୁଖ୍ୟ ଉପନିବେଶ ଥିଲା। ଓହୋ, ଆଚ୍ଛା, ଫରାସୀ ଉପନିବେଶ ଥିଲା। ହଁ ହଁ, 1914 ପର୍ଯ୍ୟନ୍ତ ତ ସେମାନଙ୍କର ଶାସନ ଥିଲା ସେଠି। ଆଚ୍ଛା, ତେବେ ଏଇ ଯୋଉ ଐତିହାସିକ ସମ୍ପର୍କ, ସେଇଟା ହିଁ ମୂଳ କଥା। ଏକ୍ଜାକ୍ଟଲି। ମାନେ ସେ ସମୟର ଯୋଉ ସାଂସ୍କୃତିକ ପ୍ରଭାବ, ହଁ ତାହା ଏବେ ବି ରହିଛି ସେଠି। ହଁ, ନିଶ୍ଚୟ ରହିଛି। ଆଉ ସୋର୍ସରେ ବି କହିଛି ଯେ ଏମିତି ଖାଲି ନାକୁ ନୁହେଁ, ବେଶ ଧୁମଧାମରେ ପାଳନ କରନ୍ତି। ସେଠି ପ୍ୟାରେଡ୍ ହୁଏ, ଆଉ କଣ କଣ ସବୁ କାର୍ଯ୍ୟକ୍ରମ ବି ହୁଏ। ହଁ ହଁ, ପ୍ୟାରେଡ୍ ହୁଏ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆୟୋଜନ କରାଯାଏ। ପୁରା ଉତ୍ସବ ଭଳିଆ ମାହୋଲ ଥାଏ ତାହେଲେ। ଏକ୍ଜାକ୍ଟ ହିଁ କହିଲେ। ଏଇ ଯୋଉ ପ୍ୟାରେଡ୍ ଆଉ ବାକି କାର୍ଯ୍ୟକ୍ରମ, ଏଗୁଡ଼ାକୁ ଖାଲି ଗୋଟେ ପରମ୍ପରା ପାଳନ ନୁହେଁ। ଏଇଟା ସେ ଫରାସୀ ଅତୀତ ସାଙ୍ଗରେ ଗୋଟେ, କେମିତି କହିବି, ଜୀବନ୍ତ ସମ୍ପର୍କକୁ ଦେଖାଏ। ଏଇଟା ଗୋଟେ ଭଲ ଉଦାହରଣ କି ଇତିହାସ ଖାଲି ବହି ଭିତରେ ନଥାଏ। ଆମ ସଂସ୍କୃତିରେ, ଆମ ପରିଚୟରେ, ଏମିତିକି ଆମେ ପାଳୁଥିବା ପର୍ବପର୍ବାଣୀରେ ବି ବଞ୍ଚି ରହିଥାଏ। ହଁ, ଏଇଟା ସତ। ଆପଣ ପୁଡୁଚେରୀର ଆର୍କିଟେକ୍ଚର ଦେଖିବେ, ରାସ୍ତାର ନାଁ ଦେଖିବେ, ଏପରିକି ଖାଇବା ପିଇବାରେ ବି ସେ ଫରାସୀ ପ୍ରଭାବଟା ଅଛି। କିନ୍ତୁ ବ୍ୟାଷ୍ଟିଲ୍ ଦିବସ ପାଳନଟା ହେଉଛି ବର୍ଷକୁ ଥରେ ସମସ୍ତେ ଦେଖିଲା ଭଳି ଗୋଟେ ପ୍ରତିଫଳନ। ବାସ୍ତବିକ ଭାରି ଇଣ୍ଟରେଷ୍ଟିଂ। ଆମେ ଯେତେବେଳେ ଉପନିବେଶବାଦ କଥା ଭାବୁଁ, ସାଧାରଣତଃ ରାଜନୀତି, ଅର୍ଥନୀତି ଏସବୁ ଦିଗ ଦେଖୁଁ। କିନ୍ତୁ ଏମିତି ସାଂସ୍କୃତିକ ଜିନିଷ ଯେ ଏତେ ଦିନ ଯାଏ ରହିପାରେ, ଏ ବିଷୟରେ ଜାଣିବା ଗୋଟେ ଅଲଗା ଅନୁଭୂତି। ଏ ପାଳନଟା ନିଶ୍ଚୟ ପୁଡୁଚେରୀକୁ ଭାରତର ଅନ୍ୟ ଜାଗାଠୁ ଗୋଟେ ମାନେ ସ୍ୱତନ୍ତ୍ର ପରିଚୟ ଦେଉଥିବ। ନିଶ୍ଚୟ, ଏଇଟା ତ ପୁଡୁଚେରୀର ଯୋଉ ମଲ୍ଟିକଲଚରାଲ ଚରିତ୍ର, ତାର ଗୋଟେ ଅଂଶ। ଆଉ ଗୋଟେ କଥା ଜାଣିଛନ୍ତି, ଫରାସୀ ସରକାର ଏବେ ବି ସେଠି ଥିବା ଫରାସୀ ନାଗରିକ ଆଉ ଏମିତିକି ଯୋଉ ଭାରତୀୟ ମୂଳର ଲୋକମାନଙ୍କ ପାଖରେ ଫରାସୀ ପାସପୋର୍ଟ ଅଛି, ସେମାନଙ୍କ ପାଇଁ କିଛି ସୁବିଧା ବି ଦିଅନ୍ତି। ଓହୋ, ଆଚ୍ଛା। ତେଣୁ ସମ୍ପର୍କଟା ଖାଲି ଐତିହାସିକ ହୋଇ ରହିଯାଇନି, କିଛି ମାତ୍ରାରେ ଏବେ ବି ଚାଲୁଅଛି। ଆଉ ବ୍ୟାଷ୍ଟିଲ୍ ଦିବସ ପାଳନ, ଏ ଯୋଉ କମ୍ପ୍ଲେକ୍ସ ଆଉ ମଲ୍ଟିଲିୟର୍ଡ ସମ୍ପର୍କ, ତାର ଗୋଟେ ସିମ୍ବଲ ବା ପ୍ରତୀକ। ତାହେଲେ ଏଇ ଯୋଉ ଆମେ କଥା ହେଲେ, ଏଥିରୁ ମୁଖ୍ୟ କଥା କଣ ବାହାରିଲା? ମୋଟାମୋଟି ଭାବେ ଦେଖିଲେ ପୁଡୁଚେରୀରେ ବ୍ୟାଷ୍ଟିଲ୍ ଦିବସ ପାଳନଟା କେବଳ ଗୋଟେ ବିଦେଶୀ ପର୍ବର କପି ନୁହେଁ, ଏଇଟା ସେ ଅଞ୍ଚଳର ନିଜ ଇତିହାସ, ତାର ସେ ଫରାସୀ କନେକ୍ସନ ସହ ବହୁତ ଗଭୀର ଭାବେ ଜଡ଼ିତ। ଠିକ୍ ନା? ଏକଦମ ଠିକ୍। ଏଇଟା ତା ସାଂସ୍କୃତିକ ପରିଚୟର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଚଳେ। ଆଉ ଯଦି ଆମେ ଏହାକୁ ଟିକେ ବଡ଼ କରି ଦେଖିବା, ବିଗ ପିକ୍ଚରରେ, ଏହା ଆମକୁ ମନେ ପକେଇ ଦଉଛି ଯେ ଇତିହାସ ଗୋଟେ ଶୁଖିଲା ସବଜେକ୍ଟ ନୁହେଁ। ଏଇଟା ଆମ ଚାରିପଟେ, ଆମ ପରମ୍ପରାରେ, ଏମିତିକି ଆମ ସହରର ରଙ୍ଗରେ ବି ପୁରା ଜୀବନ୍ତ ହେଇ ରହିଛି। ସତ କଥା। ପୁଡୁଚେରୀର ଏ ଉତ୍ସବ ସେହି ଜୀବନ୍ତ ଇତିହାସର ଗୋଟେ ପୁରା ସ୍ପଷ୍ଟ ପ୍ରମାଣ। ଆଉ ଏଇଠୁ ଗୋଟେ ପ୍ରଶ୍ନ ବି ମନକୁ ଆସୁଛି। କଣ? ଯେମିତି ବ୍ୟାଷ୍ଟିଲ୍ ଦିବସ ଗୋଟେ ପୁରା ସ୍ପଷ୍ଟ ପାଳନ, ଏହା ବାଦ ଆଜି ପୁଡୁଚେରୀର ଯୋଉ ଦୈନନ୍ଦିନ ଜୀବନ ଅଛି, ମାନେ ସେଠାକାର ଲୋକଙ୍କ କଥାବାର୍ତ୍ତା, ଖାଇବା ପିଇବା, ପୋଷାକ କିମ୍ବା ସାମାଜିକ ରୀତିନୀତି, ସେସବୁ ଭିତରେ ଏଇ ଫରାସୀ କନେକ୍ସନର ଆଉ କେଉଁ ସୂକ୍ଷ୍ମ, ମାନେ ଯାହା ସହଜରେ ଦେଖାଯାଏନି, ସେମିତି କିଛି ଚିହ୍ନ ଲୁଚି ରହିଥାଇପାରେ କି? ହଁ, ଏଇଟା ଭାବିବା କଥା। ଏହା ନିଶ୍ଚୟ ଭାବିବା ପାଇଁ ଗୋଟେ ମଜାଦାର ବିଷୟ।